କଥାକାର ଅଡ଼ିଓ ବୁକ୍ସର 85ତମ ପ୍ରସ୍ତୁତି ପୁରସ୍କୃତ ଲେଖିକା ବନଜ ଦେବୀଙ୍କ କାହାଣୀ ରାସ୍ତା। ବନଜ ଦେବୀଙ୍କ ଜନ୍ମ 1941 ମସିହାରେ ଖୋର୍ଦ୍ଧା ଜିଲ୍ଲାର ବେରବୋଇଠାରେ ହୋଇଥିଲା। ସ୍କୁଲ ଜୀବନରୁ ହିଁ ସେ କବିତା ଲେଖିବା ଆରମ୍ଭ କରିଥିଲେ। ଗଳ୍ପ, ଉପନ୍ୟାସ, କବିତା, ଅନୁବାଦ ଓ ଭ୍ରମଣ କାହାଣୀ ଆଦି ବିଭାଗରେ ସେ ନିଜ ଲେଖନୀ ଚାଳନା କରିଛନ୍ତି। ଶ୍ରୀମତୀ ବନଜ ଦେବୀ ଗାୟତ୍ରୀର ପୁଅ କ୍ଷୁଦ୍ରଗଳ୍ପ ପାଇଁ 2001ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଏବଂ 2017 ମସିହାରେ ତାଙ୍କ ଗଳ୍ପ ସଂକଳନ କାଠପୁଅ ଓ ଅନ୍ୟାନ୍ୟ ଗଳ୍ପ ପାଇଁ ସାରଳା ପୁରସ୍କାରରେ ଅଳଙ୍କୃତ ହୋଇଥିଲେ। ତାଙ୍କର କିଛି ଉପନ୍ୟାସ ହେଲା ବେଳାଭୂଇଁ, ରାଧା, ବିଦଗ୍ଧ ବସନ୍ତ ଓ ବସୁନ୍ଧରା କହେ। ତାଙ୍କର କିଛି ଗଳ୍ପ ହେଲା କେତୋଟି ସବୁଜ ପତ୍ର, ନୀଳମାଧବର ଗାଁ, କାଠପୁଅ ଓ ଅନ୍ୟାନ୍ୟ ଗଳ୍ପ। ଆଜିର କାହାଣୀ ପ୍ରସ୍ତୁତ କରିଛନ୍ତି ସୁବେଳା ପଟ୍ଟନାୟକ। ଆସନ୍ତୁ ତାଙ୍କର ସୁମଧୁର କଣ୍ଠରୁ ଶୁଣିବା କାହାଣୀ ରାସ୍ତା। ଆମେ ଯେମିତି ତାଙ୍କର ଚିହ୍ନା ମୁହଁ। ଦେଖୁ ଦେଖୁ ସେ ଏମିତି ଅତି ପରିଚିତ ଭଳି ସେ ହସି ଦିଅନ୍ତି। ବେଶୀ କିଛି ଦୂରତ୍ୱ ନଥିଲେ ମଧ୍ୟ ସେ ହସ ଆମକୁ ଜକଜକ ହେଇ ସ୍ପଷ୍ଟ ଦେଖାଯାଏ। ହସିଦେଲେ ସେ ବୟସ୍କ ହାଡ଼ୁଆ ଗାଲରେ ରେଖା ଟାଣି ହୋଇଯାଏ। କୋଟର ଗାତ ଆଖିରେ ଆଲୁଅ ଝଲମଲ ହେଇ ଉବୁକି ପଡ଼େ। ଏଇ ଛୋଟ ସହରର ଶେଷ ମୁଣ୍ଡରେ ବୁଦି ବୁଦିକା ଗଛଲତା ଭର୍ତ୍ତି ତାହା ଏକ ଅବ୍ୟବହୃତ ଅଞ୍ଚଳ, ଯାହାର ଏକ ପାଖରେ ସରୁ ପାଦଚଲା ରାସ୍ତାଟିଏ ପାୱାର ଷ୍ଟେସନ ଆଡ଼େ ଯାଇଛି, ଏକ କଡ଼ରେ ମଶାଣୀ ଓ ଅନ୍ୟ ପାଖରେ କୋଉ କାଳର କବରଖାନାଟିଏ ଆଜି ବି ରହିଛି। ବ୍ରିଟିଶ ଅମଳରେ କେତେଜଣ ସାହେବ ଏଠି ବସବାସ କରି ରହିଥିଲେ। ସେଇମାନଙ୍କର ଓ ସେମାନଙ୍କର ବଂଶଧରମାନଙ୍କର ମୃତଦେହ ଏହି କବରଗୁଡ଼ିକ ମଧ୍ୟରେ ସ୍ଥାନ ପାଇଛି। ଶିଉଳି ଲାଗି ସବୁ ଧୂସର ବିବର୍ଣ୍ଣ ଦିଶିଲାଣି। ଦିନ ଅଧକର ନୁହେଁ, ଏଇ କବରଖାନା ମୋର ଚରାଭୂଇଁ। କିନ୍ତୁ ମୁଁ ସିମିତ ଚୌଧୁରୀ। ବିଶ୍ୱବିଦ୍ୟାଳୟର ସର୍ବୋଚ୍ଚ ଡିଗ୍ରୀ ମୋ ନାଁ ପଛରେ। ଘରର ସିନେମା ହଲ୍, ବସ୍ଷ୍ଟାଣ୍ଡ, ରେଳ ଷ୍ଟେସନ, ଛକ ଜାଗାର ପାନ ଦୋକାନ, ଯେଉଁଠିକି ମୋର ସାଙ୍ଗ ଓ ସମବୟସ୍କ ଯୁବକଗଣ ଆଡ୍ଡା ମାରି ସମୟ କଟାନ୍ତି, ସେସବୁ କୋଳାହଳକୁ ବର୍ଜନ କରି ମୁଁ ଏଠି ଏ ନିର୍ଜନ କବରଖାନାରେ ବସେ। କାହିଁକି? ନିଜକୁ ଏ ପ୍ରଶ୍ନ ଯେ ମୁଁ ନ ପଚାରିଛି ଏମିତି ନୁହେଁ। ପ୍ରତି ମୁହୂର୍ତ୍ତରେ ପ୍ରଶ୍ନ କରିଛି। ମୋ ହାତରେ କ'ଣ କିଛି କାମ ନାହିଁ? ମୋ ସମ୍ମୁଖରେ କ'ଣ ମୋର ଭବିଷ୍ୟତ ନାହିଁ? ମୁଁ କ'ଣ କିଛି କରିବାକୁ ଚାହେଁନି? ଏସବୁ ପ୍ରଶ୍ନର ଉତ୍ତରରେ ମୋ ଭିତରୁ କିଏ ପ୍ରବଳ ଅଟ୍ଟହାସ୍ୟରେ ଫାଟି ପଡ଼େ ଓ ମୋତେ କହେ, ତୁ କ'ଣ ସତରେ କିଛି କରିବାକୁ ଚାହିଁଥିଲୁ? କିଛି କରିବାକୁ ଚାହୁଁ? ଆଉ କିଛି କରିବା ପାଇଁ ତୁ କ'ଣ ଯୋଗ୍ୟ? କାହିଁକି ତେବେ ବାପାଙ୍କ ବ୍ୟବସାୟରେ ସାହାଯ୍ୟ କଲୁନି? ଭାଇଙ୍କର 5 ଷ୍ଟାର ହୋଟେଲର ମ୍ୟାନେଜର ପଦକୁ ଲୋଭେଇଲୁନି? ସାନ ଭାଇଙ୍କର ସିନେମା ହଲ୍, ମା ଓ ତାଙ୍କ ପୁରୁଷ ବନ୍ଧୁଙ୍କର ପାର୍ଟନରସିପ୍ରେ ଖୋଲାଯାଇଥିବା ମଦ ଦୋକାନର ଦେଖାଶୁଣା କରିବାର ଲୋଭନୀୟ ପ୍ରସ୍ତାବଟିକୁ ପାଦରେ ଦଳି ଦେଇ ଆସିଲୁ? କାହିଁକି ରିସର୍ଚ୍ଚ କାମରେ ମନ ନ ଲଗାଇ ପାରି ଅଧାରୁ ଛାଡ଼ିଦେଲୁ? କାହିଁକି କମ୍ପିଟିଟିଭ୍ ପରୀକ୍ଷାରେ ଫର୍ମ ଗୁଡ଼ିକ ପୂରଣ କରିଦେଇ ପରୀକ୍ଷା ନ ଦେଇ ରହିଗଲୁ? କହ, କାହିଁକି ତୋର ଏମିତି ହୁଏ? କାହିଁକି? ଏ କାହିଁକିର ଉତ୍ତର ମୋତେ କେହି ଦେଇପାରି ନାହିଁ। ଏ କାହିଁକିର ଉତ୍ତର ମୁଁ କାହାକୁ ଦେଇପାରିନି। ସମ୍ଭବତଃ ଏ କାହିଁକିର ଉତ୍ତର ଖୋଜୁ ଖୋଜୁ ଅବିନସ୍ତ ଚିନ୍ତା ଭିତରେ ମୁଁ ମୋ ନିଜକୁ କେଉଁଠି ହଜେଇ ଦେଇଛି। ତେଣୁ ଘରର, ସାଇ ପଡ଼ିଶାର, ସହରର ସବୁ କିଛି କୋଳାହଳକୁ ଏଡ଼ିଦେଇ ମୁଁ ଏ ଅପନ୍ତରାରେ ଆସି ବସେ। ବସି ବସି ସିଗାରେଟ୍ ଟାଣେ, ଧୂଆଁ ଛାଡ଼େ, ଆକାଶକୁ ଚାହେଁ, ଆଉ ହାତ ମୁଠା ମୁଠା କରେ। ଏମିତି ସବୁଦିନ। ସେଦିନ ହଠାତ୍ ଦେଖାହେଲା ବିପୁଳ ବଳବନ୍ତରାୟ। ସେଇ କଳା ଓ ଡେଙ୍ଗା ଧୋତି ଓ ସାର୍ଟ ପିନ୍ଧିଥିବା ପିଲାଟା। ଚିପୁଡ଼ି ହେଲା ପରି ତାର ମୁହଁ ସୁଖା ସୁଖା। ସେ ଆସି ମୋ ସାମ୍ନାରେ ଏକ ପଥର ଉପରେ ବସିଲା ଅନେକ ସମୟ। ତା ଆଖିରେ ଶୂନ୍ୟତାର ଛାଇ।
ମୁଁ ତାକୁ ଦେଖୁ ଦେଖୁ ଚମକି ପଡ଼ିଲି। କହିଲି, ତମେ ତମେ ଏଠିକୁ କେହି ଲୋକ ବସିବାକୁ ଚାଲିବାକୁ ଆସନ୍ତିନି, କିନ୍ତୁ ତମେ 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 ମାନେ ତମେ ବି କ'ଣ ତମ ବାପାଙ୍କ ବ୍ୟବସାୟରେ ମିଶି ପାରିଲନି? ଭଲ ଲାଗିଲାନି? ଠିକ୍ ମୋରି ପରି? ବିପୁଳ ମୋତେ ବଲବଲ କରି ଚାହିଁଲା ଅନେକ ସମୟ। ମୋର ଗୋଡ଼ଠୁ ମୁଣ୍ଡ ଯାଏ। ମୋର ଦାମୀ ପୋଷାକ ପତ୍ର, ହାତରେ ଦାମୀ ସିଗାରେଟ୍, ଏସବୁଥିରେ ତା'ର ଦୃଷ୍ଟି ଘୁରି ଘୁରି ଗଲା ବେଶ୍ କେତେଥର। ତାପରେ କେତେବେଳେ କିଏ କହିଲା, ଜାଣିଲ ବନ୍ଧୁ, ଯଦି ମୋ ବାପାଙ୍କର କିଛି ଏକ ବ୍ୟବସାୟ ଥାନ୍ତା, ଭାଇଙ୍କର 5 ଷ୍ଟାର ହୋଟେଲ ବା ମାଙ୍କର ମଦ ଦୋକାନ ଥାନ୍ତା, ଏ ଅପନ୍ତରାରେ ନିଷ୍କର୍ମା ହୋଇ ବସିବାକୁ ମୁଁ ଆସିନଥାନ୍ତି। ତମ ପାଖେ ଅନେକ ସମସ୍ୟା, ପ୍ରାଚୁର୍ଯ୍ୟର ଐଶ୍ୱର୍ଯ୍ୟର ସମସ୍ୟା, କିନ୍ତୁ ମୋ ପାଖେ ଗୋଟିଏ ସମସ୍ୟା, ଭୋକ ଆଉ ଭୋକ। ନିଜ ପେଟର ଭୋକ, ଭାଇ ଭଉଣୀ ମା ପେଟର ଭୋକ, ବଞ୍ଚି ରହିବାର ଅସମ୍ଭବ ଦାବି, ଅନ୍ୟମାନଙ୍କୁ ବଞ୍ଚାଇବାର ଅନିର୍ବାର୍ଯ୍ୟ ଦାୟିତ୍ୱ। ତମେ କହ, ମୁଁ କରିବି କ'ଣ? ମୋତେ ଚାହିଁ ରହିଛନ୍ତି 4-5 ପ୍ରାଣୀ କୁଟୁମ୍ବ। ଟ୍ୟୁସନ୍ କରି ନିଜ ଚେଷ୍ଟାରେ ମୁଁ MA ପଢ଼ିଛି, ହେଲେ 3ୟ ଶ୍ରେଣୀ। କାରଣ ପ୍ରକୃତ ମୂଲ୍ୟାଙ୍କନ ହୋଇପାରି ନାହିଁ, ହଉନି। ମା'ର ସବୁ ଗହଣା ଗାଣ୍ଠି ବିକ୍ରି କରି ମୋର ସବୁ ଇଣ୍ଟରଭ୍ୟୁ ଖର୍ଚ୍ଚ, ପରୀକ୍ଷା ଖର୍ଚ୍ଚ, ଲାଞ୍ଚ ଇତ୍ୟାଦି ଇତ୍ୟାଦି ଦେଇସାରିଛି, ହେଲେ ଚାକିରି ମିଳିନି। ଏଥି ଭିତରେ ସାନ ଭଉଣୀ ପ୍ରୌଢ଼ଶିକ୍ଷା କେନ୍ଦ୍ରରେ କିଛି ଏକ ଚାକିରି ନେଇଯାଇଛି। ସାନ ଭାଇ ଖବରକାଗଜ ବିକ୍ରି କରିବ। କାଗଜ ଆଣି ଠୁଙ୍ଗା ତିଆରି କରି ଆତ୍ମନିଯୁକ୍ତି କରି କିଛି ରୋଜଗାର କରୁଛି। ଏସବୁ ଦେଖି ମୁଁ ବି ଛକ ମୁଣ୍ଡରେ ପାନ ଦୋକାନଟିଏ ଦେବାର ସ୍ଥିର କଲି। ହେଲେ ମା ରାଜି ହେଲେନି। କାରଣ ମା'ର ମୁଁ ବଡ଼ ପୁଅ, ସପନର ପୁଅ। ମୋର ବହୁତ ପାଠ, ତେଣୁ ଭଲ ଚାକିରି ଲୋଡ଼ା। ମା ଏଇ ଭାବରେ ମୋତେ ଆଜି ଯାଏ ଦେଖୁଛି। ଭାଇ ଭଉଣୀ କେହି କିଛି କହୁନାହାନ୍ତି। ସାନ ଭଉଣୀର କିଞ୍ଚିତ ରୋଜଗାରରେ ଜୁଟୁଥିବା ଅନ୍ୟ ବ୍ୟଞ୍ଜନ ତଥାପି ମୋ ପାଇଁ ବଡ଼ ଆକାରରେ ସଯତ୍ନ ହୋଇ ରହୁଛି। ହେଲେ ଏତେ ବଦାନ୍ୟତା, ଏତେ ଉଦାରତା ମୁଁ ବହନ କରିବି କେମିତି? ପାରିବି କି? ବନ୍ଧୁ, ତମେ ବଡ଼ ଲୋକ, ପ୍ରାଚୁର୍ଯ୍ୟରେ ବଢ଼ିଛ, ସମୟକୁ ଉପଯୋଗୀ ନ କରିପାରି ତାକୁ ଫୋପାଡ଼ି ଦେଇ ଚାଲିଛ। ହେଲେ ସମୟ ମୋତେ ଉପଯୋଗୀ ନ କରିପାରି ଫୋପାଡ଼ି ଦେଇଛି ଏଇ ଅପନ୍ତରାରେ। ଆଉ ଏଇ ଅପନ୍ତରାରେ ଆମର ସହବସ୍ଥାନ। ସେଦିନ ଆମେ ହାତ ମିଳେଇଲୁ, ପରସ୍ପରର ହାତକୁ ମୁଠାଇ ଧରିଲୁ। ସମାଜ ଓ ସଂସାରର ଅବ୍ୟବହୃତ ଆମେ ଦୁଇ ବନ୍ଧୁ। ଆମ ଛାତିରେ ଯୁଗର ଯନ୍ତ୍ରଣା, ଆଶାରେ ଯୁଗର ବଞ୍ଚନା, ବିଶ୍ୱାସରେ ମାନବିକତାର ନିର୍ଯାତନା। ଏଇ ନିଶବ୍ଦ ସ୍ଲୋଗାନକୁ ନେଇ ଆମେ ବସୁ। ଏତିକି ବେଳେ ହିଁ ଆମର ଆବିଷ୍କାର ସିଏ। ସେଇ ମହିଳା ଜଣକ ସେଇ ମଶାଣି ପାଖ ରାସ୍ତାରେ ଯିବା ଆସିବା କରନ୍ତି। 50 କି 55 ସରିକି ବୟସ ହେବ। ମୁଣ୍ଡରେ କଳା ଧଳା ମିଶା ବାଳ କେରାକରେ ପଛପଟେ ଗଣ୍ଠିଟିଏ ପଡ଼ିଛି। ଦେହରେ ସାଧାରଣ କାଣ୍ଟିଆ ଚଦରଟିଏ ଘୋଡ଼ି ହେଇଥାନ୍ତି। ପ୍ରଥମେ ଆମକୁ ଦେଖି ସେ କିଞ୍ଚିତ୍ ଆଶ୍ଚର୍ଯ୍ୟ ହେଇଥିଲେ, ହେଲେ ପ୍ରତ୍ୟହ ନୀରବ ସାକ୍ଷାତରେ ଆମେ ହେଇଗଲୁ ତାଙ୍କର ଚିହ୍ନା ମୁହଁ। ଆମକୁ ଦେଖି ସେ ହସି ଦିଅନ୍ତି। କ'ଣ କହିବେ ହୁଅନ୍ତି, କହନ୍ତିନି। ଖାଲି ଓଠରୁ ଆଖିରୁ ହସର ଧାର ଝରିଯାଏ, ଖୋଲା ପଖଳା ହସ। ଏଇ ନୀରବ ଆହ୍ୱାନ ମୁଁ ବେଶ୍ ଶୁଣିପାରେ, ବୁଝି ମଧ୍ୟ ପାରେ, କିନ୍ତୁ ବିଶ୍ୱାସ କରିପାରେ ନା। କାରଣ ନିଜକୁ ମୁଁ ଆଜି ଯାଏ ଠଉରେଇ ପାରିନି। ଅନ୍ୟ କାହାକୁ କ'ଣ ବିଶ୍ୱାସ କରିବି? କିନ୍ତୁ ବିପୁଳ, ସେ ଏକାବେଳକେ ଉତ୍କ୍ଷିପ୍ତ। ହାତ ତାର ସବୁବେଳେ ମୁଠା ମୁଠା। ସେଦିନ ଆମେ ପରସ୍ପରକୁ ଚାହିଁ କହିଲୁ, କିଛି କରିବା। ସେ କହିଲା, ହଁ, କିଛି କରିବା। ତାପରେ ଆମେ ମୁହୂର୍ତ୍ତେ ମାତ୍ର ଚିନ୍ତା ନ କରି ସାମ୍ନାରେ ଥିବା କବରଗୁଡ଼ିକୁ ପରିଷ୍କାର କରିବାରେ ଲାଗିଗଲୁ। ସେ ଗଛଲତା ଅନାବନା ଘାସକୁ ସଫା କରିବାରେ ଲାଗିଲା। ମୁଁ ଖଣ୍ଡେ ଟେକା ଧରି କବରର ଶିଉଳି ଗୁଡ଼ିକୁ ଘଷି ଘଷି ଛଡ଼ାଇବାରେ ଲାଗିଲି। ଏତିକି ବେଳେ
ସେ ଆସି ଆମ ସାମ୍ନାରେ ଠିଆ ହୋଇଗଲେ। ସେଇ ଖୋଲା ପଖଳା ହସ। ତାଙ୍କୁ ଏତେ ପାଖରେ ଦେଖି ମୋ ହାତ ଅଟକିଗଲା। ମୁଁ ମୁହଁ ଟେକି ତାଙ୍କୁ ଚାହିଁ ରହିଲି। ସେ କହିଲେ, ଏଠି ସବୁ କ'ଣ କରୁଛ? ବିପୁଳ ମୁଣ୍ଡ ଟେକି ଥରେ ମାତ୍ର ଚାହିଁ ଦେଇ ନିଜ କାମ କରୁ କରୁ କହିଲା, ଆମର ଯାହା ଖୁସି ତାହା କରୁଛୁ, ତମେ ପଚାରିବାକୁ କିଏ? ସେ ହସିଲେ। କହିଲେ, ମୁଁ ତ ନିଶ୍ଚିତ ଭାବରେ ତୃତୀୟ ପୁରୁଷ, କିନ୍ତୁ କୌଣସି ଅବାନ୍ତର କାର୍ଯ୍ୟ କରିବା ଦେଖିଲେ ମୋତେ ସହ୍ୟ ହୁଏ ନା। ସମୟ ନଷ୍ଟ କରିବା ଅଧିକାର କାହାରି ନାହିଁ। ମୁଁ କହିଲି, ଅବାନ୍ତର କାର୍ଯ୍ୟ କାହାକୁ କହୁଛନ୍ତି? 1880 ମସିହାର ଏହି କବରଗୁଡ଼ିକ, ଯାହାକୁ ସମ୍ମାନ ଦେବାକୁ ଅଦ୍ୟାପି କେହି ନାହାନ୍ତି, ଆମେ ସେଗୁଡ଼ିକୁ ସଂରକ୍ଷିତ କରୁଛୁ। ମୋର ଧାରଣା ଥିଲା ମୋ କଥା ଶୁଣୁ ଶୁଣୁ ସେ ପ୍ରଶଂସା କରିବେ, କାରଣ ତଥାକଥିତ ଯୁବକମାନଙ୍କ ପରି କୌଣସି କାମର ଅନ୍ତରାଳରେ ଆମର ଫାଇଦା ଉଠାଇବା ମନୋବୃତ୍ତି ନାହିଁ। ଆମେ ଯାହା କରୁଛୁ ତାହା ତୁଚ୍ଛ ହେଲେ ମଧ୍ୟ ସମ୍ପୂର୍ଣ୍ଣ ନିଃସ୍ୱାର୍ଥପର ଭାବେ କରୁଛୁ। ଆମେ ତଥାକଥିତ ଯୁବଗୋଷ୍ଠୀର ଅନ୍ତର୍ଭୁକ୍ତ ନୋହୁଁ। ସେ କିନ୍ତୁ ହସିଲେ, ପ୍ରାୟ ହସି ହସି ଗଡ଼ିଗଲେ ଯେମିତି। କହିଲେ, ସଂରକ୍ଷିତ କରିବାକୁ ଯଦି କିଛି ଚାହଁ, ତେବେ କ'ଣ ଆଉ କିଛି ନାହିଁ? ଏଇ 1880ର ଗୋରା କବର। ଆମେ ଦୁହେଁ ତାଙ୍କୁ ମୁଣ୍ଡ ଉଠେଇ ଚାହିଁଲୁ। ସେ ଏମିତି ଚାହିଁ ରହିଲୁ। ତାଙ୍କ ଆଖି ଆମକୁ ଭର୍ତ୍ସନା କରିବାରେ ଲାଗିଲା। ଆଉ କିଛି ନାହିଁ? କେତେବେଳେ କି ସେ କହିଲେ, ତମ ଦୁହିଁଙ୍କୁ ସବୁଦିନ ଏଠି ଦେଖୁଛେ। ଯେତିକି ଦେଖୁଛେ ସେତିକି ଆଶ୍ଚର୍ଯ୍ୟ ହେଉଛି। ତମେ ଦୁହେଁ ମାନେ ବିପୁଳକୁ ଏ ଯାବତ୍ ବେଷ୍ଟନ କରିଥିବା ଅପ୍ରତିଭତା ହଠାତ୍ ଯେମିତି ବିସ୍ଫୋରଣରେ ଫାଟିଗଲା। ସେ ତୀବ୍ର ସ୍ୱରରେ କହି ଉଠିଲା, କ'ଣ ମାନେ ହେଉଛନ୍ତି? ଯାହା କହିବାକୁ ଚାହାନ୍ତି ସ୍ପଷ୍ଟ କରିଦିଅନ୍ତୁ, ସ୍ପଷ୍ଟ ପଚାରନ୍ତୁ। ଆମେ କିଏ, କ'ଣ ଆମର ପରିଚୟ, ଆମେ କାହିଁକି ଏଠି ବସିଛୁ? କୌଣସି ସାମାଜିକ ପରିଚିତି ନ ପାଇଲା ଯାଏ ତ ସମସ୍ତଙ୍କର ଦୃଷ୍ଟି ସନ୍ଦିଗ୍ଧ। ଦିବାଲୋକରେ ଆମେ ଯଦି ଝିଅମାନଙ୍କୁ ଅଶ୍ଳୀଳ କମେଣ୍ଟ କରନ୍ତୁ, ତେବେ ତ ପଚାରନ୍ତେନି କିଛି। ଏମିତିକି ଦେଖିଲେ ବି ବାଧା ଦେଇପାରନ୍ତେନି। ଦରଦାମ ହୁ ହୁ ବଢ଼ୁଛି ବୋଲି ଆମେ ଯଦି ସରକାରଙ୍କୁ ତୀବ୍ର ନିନ୍ଦା କରୁ, ତେବେ ଆପଣ ପ୍ରକାଶ୍ୟରେ ଉତ୍ସାହିତ କରିପାରନ୍ତେ କି? ସେଠି ଆପଣ ହେଇଥାନ୍ତେ ନୀରବ ଦର୍ଶକ। ଆଜ୍ଞା, ଆମେ କ'ଣ କରିପାରୁ ବା ନ ପାରୁ, ଆମ ଦ୍ୱାରା କାହାରି କ୍ଷତି ହେଉନାହିଁ। ଏତିକି ଆମର ପରିଚୟ। ଏଥର ସେ ଆମକୁ ଚାହିଁଲେ। ସେ ସସ୍ନେହ କଣ୍ଠରେ କହିଲେ, କିଛି ତାହେଲେ କ'ଣ ତମେ ଜାଣ ନା? ନିଶ୍ଚୟ ଜାଣ। ସମୟଟା ଭଲ ନୁହେଁ। ଭଲ କଥାଟିଏ କହ, ତାକୁ ଖରାପ ସମସ୍ତେ ବୁଝିବେ। ପଦେ ସତ କଥା କହ, କେହି ବିଶ୍ୱାସ କରିବେନି। ଶୁଣିବ? ଗତ ବର୍ଷ ଗୟା ଯାଇଥିଲି। ଟ୍ରେନରେ ଏକ ଓଡ଼ିଆ ଟିଟିଆଇକୁ ପୁଅ ବୋଲି ଥରେ ଦିଥର ଡାକିଦେଲି। ବାବାରେ, କି ରାଗ ତାର! ସାରା କମ୍ପାର୍ଟମେଣ୍ଟକୁ କମ୍ପେଇ ଦେଇ ଭର୍ତ୍ସନା କଲା। ହେ ବୁଢ଼ୀ, କ'ଣ ପୁଅ ହଉଛୁ ବେ? ସତେ କି ଜନ୍ମ କରିଛୁ। ମୁଁ ତ ଲାଜରେ ମରିଗଲି ବାପା। ତମେମାନେ ଯେ ମୋ ପୁଅ ବୟସର। ତମକୁ ପୁଅ ନ ଡାକି ବାବୁ ଡାକିଲେ ତମେମାନେ ଖୁସି ହୁଅ। ଏଇ ତ ଆଜିର ସମୟ। ବିପୁଳର ରାଗ ହଠାତ୍ ଥମିଗଲା। ସେ ତାଙ୍କୁ ଚାହିଁଲା। ମୁଁ ବିପୁଳଠୁ ଆଖି ଫେରାଇ ତାଙ୍କୁ ଚାହିଁଲି। ସେ କହିଲେ, ତମ କଥା ଶୁଣି ମୋତେ ଖୁବ୍ ଭଲ ଲାଗିଲା। ସେତିକି କଥାରୁ ତମର ପରିଚୟ ପାଇଗଲି। ହେଲେ ଏତିକି ତ ସବୁ ନୁହେଁ। ନିଶ୍ଚୟ ଏହା ପଛରେ ଆଉ କିଛି ଅଛି। ତା ନହେଲେ ତମେ କାହିଁକି ଏମିତି ମନ ମାରି ବସିଥାନ୍ତ? ଆଉ ମନମରା ପିଲାଙ୍କୁ ଦେଖିଲେ ମୋ ଛାତି କ'ଣ ହେଇଯାଏ। ସାମ୍ନାରେ ଏତେ ବଡ଼ ପୃଥିବୀ, ଏତେ ବଡ଼ ଜୀବନ, ତମେ ସବୁ ମନ ମାରି ମୁହଁ ଶୁଖେଇ ବସିଛ। ଛି! ଆମ ବିଷୟରେ ମୋଟାମୋଟି କିଛି ଜାଣିବାକୁ ତାଙ୍କୁ ବେଶୀ ଡେରି ଲାଗିଲାନି। ଆମର ସଂକ୍ଷିପ୍ତ ପରିଚୟ ପାଇଲା ପରେ ସେ ହସି ଉଠିଲେ ଖୁବ୍ ଜୋରରେ। ପିଠି ଥାପୁଡ଼ାଇ ଦେଇ କହିଲେ, ପାଗଳ, ଦିଟା ଯାକ ବଦ୍ଧ ପାଗଳ। ସରୁ ପାଦଚଲା ରାସ୍ତାଟିଏ ଦେଇ ସତେକି ସେ ଆମ ଆଗେ ଆଗେ ବିଛେଇ ହେଇ ଚାଲିଗଲେ। ଆମେ ଯେ କେବେ
କାହାକୁ ଅନ୍ଧ ଭାବେ ଅନୁସରଣ କରିବା ଲୋକ ନୁଁ। ଏଇ 50-55 ବର୍ଷର ସ୍ତ୍ରୀ ଲୋକଟି ପଛରେ ଚାଲିଲୁ। ସବୁ ବିଭ୍ରାନ୍ତିକୁ ନିଷ୍କ୍ରିୟ କରିଦେଇ ଛି ବୋଲି ସ୍ନେହର ଭର୍ତ୍ସନା କରିଥିବା ସେଇ ସଞ୍ଚିତ ସୁରକ୍ଷିତ ମନର ପଛେ ପଛେ ଆମ ସାମ୍ନାରେ ସେ ବସିଥିଲେ, ଖଣ୍ଡେ ପଥର ଉପରେ। ପାଚିଲା ଦରପାଚିଲା ବାଳ ସବୁ ବିଞ୍ଚି ପଡ଼ିଥାଏ ମୁହଁ ସାରା। ଶ୍ୟାମଳ ମୁହଁଟି ହସର ଉଜ୍ଜ୍ୱଳତାରେ ଝଲମଲ। ସିଏ ସେଇ ମାଟି ଗୋବର ଲିପା ଅଗଣାରେ ସପଟିଏ ପାରିଦେଇ କୁଣ୍ଠିତ ହେଇ ଜଣେଇଲେ ତାଙ୍କ ଘରେ ଟୁଲ କିମ୍ବା ଚୌକି କିଛି ଖଣ୍ଡେ ନାହିଁ। ଆମର ହୁଏତ ବସିବାରେ ଅସୁବିଧା ହେଇପାରେ। ବସିବାରେ ଆମର କୌଣସି ଅସୁବିଧା ହେଲା ନାହିଁ। ସପ ଉପରେ ବସି ମୁଁ ସପ ତଳର ମାଟିରେ ହାତ ଦେଲି। ମାଟିର ସ୍ପର୍ଶ, କଞ୍ଚା ମାଟି ଗୋବର ମିଶ୍ରିତ ଗନ୍ଧରେ ମୋର ମନ ଓ ପ୍ରାଣରେ ସତେକି ଏକ ଶୀତ୍କାର ସଞ୍ଚରିଗଲା। ମୁଁ ଚାରିପାଖକୁ ଚାହିଁଲି। ସହର ତଳିର ଅରାଏ ବୋଲି ଜାଗା, ପରିଷ୍କାର ପରିଚ୍ଛନ୍ନ, ସବୁଜ ସ୍ୱପ୍ନର ପ୍ରଗଣାଟିଏ ଅବା। କଣ୍ଟା ସିଜୁର ବାଡ଼ ଦେଇ ଜାଗାଟି ଚଉଖୁଣ୍ଟିଆ ଦିଶୁଛି। ଗୋଟେ ପଟେ ଶାଗୁଆନ, ଆମ୍ବ ଓ ପଣସ 3ଟି ଗଛ। ତାର ଶୀତଳ ଛାୟା ତଳେ ଛୋଟ କୁଡ଼ିଆଟିଏ। ଚାଳ ଉଲୁରି ଯାଇଛି। କୁଡ଼ିଆ କାନ୍ଥରେ ଝୋଟି ଦିଆହେଇଛି। ଅଗଣା ସାରା ଗେଣ୍ଡୁ ଫୁଲ ପଡ଼ିଛି। ଚଉରା ମୂଳେ ନାଲି ନେଳି ମୁରୁଜରେ ଅଙ୍କା ହେଇଛନ୍ତି ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ଏକ ପାଖେ ଗରୁଡ଼ ଖମ୍ବ। ମୁଁ ମୁରୁଜରେ ହାତ ଅଙ୍କାଇ ଏତେ ସୁନ୍ଦର ଚିତ୍ର କେବେ ଦେଖିନଥିଲି। ଅନେକ ବର୍ଷ ତଳେ ମୁଁ ଜେଜେମା ହବିଷ କଲାବେଳେ ଏମିତି ମୁରୁଜ ପକାଉଥିଲି ଚଉରା ମୂଳେ। ସେ ସବୁ ସୁଦୂର ଶୈଶବର ସ୍ମୃତି, ଅତ୍ୟନ୍ତ ଅସ୍ପଷ୍ଟ। ଜେଜେମା ମଲା ପରେ ଏସବୁ ଆଉ ହୁଏ ନା। ମୁଁ ମନ୍ତ୍ରମୁଗ୍ଧ ପରି ଦେଖୁଥିଲି ସେଇ 3 ମୂର୍ତ୍ତିକୁ। ସାମ୍ନାରେ ବସିଥିବା ସେଇ ପ୍ରୌଢ଼ା ଶିଳ୍ପୀ ଜଣଙ୍କୁ, ଆଶ୍ରମ ପରି ଦିଶୁଥିବା ସେଇ ଚାଳିଆ କୁଡ଼ିଆଟିକୁ ବେଷ୍ଟନ କରିଥିବା ନିର୍ଜନତା। କିନ୍ତୁ ଏ ନିର୍ଜନତା ଯେମିତି ଶୂନ୍ୟତା ନୁହେଁ, ଯେମିତି ଶାନ୍ତିର ଏକ ସ୍ନିଗ୍ଧ ଝୀନ ଆସ୍ତରଣ। କେତେବେଳେ ସେ ନୀରବତା ଭାଙ୍ଗି କହିଲେ, କ'ଣ ଏତେ ଚୁପ୍ ହୋଇ ବସି ଦେଖୁଛ ପୁଅ? ଏ ଗରିବ ଘରେ ତମେ ଦେଖିଲା ଭଳିଆ ଅଛି କ'ଣ? ମୁଁ ତାଙ୍କୁ ଚାହିଁଲି। ସେ ମୋତେ ଚାହିଁଥିଲେ। ମୁଁ ଜଗନ୍ନାଥଙ୍କ ଆଡ଼େ ହାତ ଦେଖାଇ କହିଲି, ଦେଖୁଛି ଆପଣଙ୍କ ହାତର ମୁରୁଜର ଏଇ କାର୍ଯ୍ୟକୁ। ଜଗନ୍ନାଥ ତ ଶ୍ରୀମନ୍ଦିରରୁ ଆରମ୍ଭ କରି ପାନ ଦୋକାନ କାନ୍ଥ ପର୍ଯ୍ୟନ୍ତ ବିସ୍ତାରିତ ହୋଇ ରହିଛନ୍ତି। ବେକର ଲକେଟ, ହାତର ଘଣ୍ଟା ଚେନ୍, ଟ୍ରକର କାଚ ପର୍ଯ୍ୟନ୍ତ ସବୁଠି ଜଗନ୍ନାଥ। ମୁଁ କିନ୍ତୁ ଦେଖୁଛି ଆପଣଙ୍କ ହାତକୁ, ହାତର କଳା କୁଶଳତାକୁ। ସତରେ ଅପୂର୍ବ ଏ କଳା ନୈପୁଣ୍ୟ। ମୋ ହାତ? ସେ ଟିକେ ଚମକିଲା ପରି ହସିଲେ। ଢୋକ ଗିଳି କିଛି ସମୟ ଚୁପ୍ ହୋଇ ରହିଲେ। ତାପରେ ସେ ଜଗନ୍ନାଥ, ବଳଭଦ୍ର ଅଙ୍କନ ଆଡ଼େ ଚାହିଁ ଦୀର୍ଘ ଶ୍ୱାସଟିଏ ଛାଡ଼ିଲେ। କେତେବେଳେ କେ କହିଲେ, ମୁଁ ତ ମୂର୍ଖ ମାଇପି ଲୋକଟିଏ ପୁଅ। ମୁଁ ଜଗନ୍ନାଥ ତତ୍ତ୍ୱ କ'ଣ ବୁଝେ? ନା କଳା ବୋଲି ଯାହା କହୁଛ ତାକୁ କ'ଣ ବୁଝେ? ମୋର ମୂର୍ଖ ମନରେ ଏତିକି ପରତେ ଅଛି। ଖଣ୍ଡିଆ ହାତ ଜଗନ୍ନାଥ ନୀଳାଚଳରେ ଗମ୍ଭୀରି କୋଣରେ ବସିଛି, ଜଗତ ଲୀଳା ଦେଖୁଛି। ସେଠି ଅଖଣ୍ଡ ଦୀପ ଜଳୁଛି। ସେଇ ଦୀପ ଆଲୁଅରେ ହିଁ ନିଘାଟି କର। ଏତିକି ବୁଝିଲେ ଜୀବନ ବଞ୍ଚିବାକୁ ଶିଖି ହୁଏ। ମାଟିରେ ପାଦ ଥୋଇ ମୁଣ୍ଡ ଟେକି ସଳଖ ଠିଆ ହେଇ ହୁଏ। ମଣିଷକୁ ଭଲ ପାଇ ହୁଏ। 2 ପାଦ ଭୂମି ଅକ୍ତିଆରରେ ହେଲେ ବି ଟିକି ଆଖି ଦୁଇଟିରେ ଏତେ ବଡ଼ ସଂସାରକୁ ଦେଖି ହୁଏ। ବିପୁଳ ଓ ମୁଁ ଏକାବେଳକେ ତାଙ୍କୁ ଚାହିଁ ରହିଲୁ। ସେ ସେମିତି ବସିଥିଲେ, କାଣ୍ଟିଆ ଚଦରଟି ଦେହରେ ଘୋଡ଼େଇ ହୋଇ। ଏଇ କୁଡ଼ିଆ ଘରଟିର ସେଇ ଶାନ୍ତ ଶୀତଳ ପରିବେଶ, ମାଟି ଗୋବର ଲିପା ଚଟାଣରେ ତାଙ୍କର ରୁଗ୍ଣ ଦେହର ହସ ହସ ଚାହାଣୀ, ଚିରା ଶାଢ଼ୀ, ତାଳିପକା କାଣ୍ଟିଆ ଚଦର ସବୁ କେମିତି ଚିତ୍ରଟିଏ ପରି ମନେ ହେଲା। ତାଙ୍କ କହିବା କଥାତକ ସେ କେତେ ଗହୀରରୁ କହିଥିଲେ, ଆମେ ତା ଠିକ୍ ବୁଝିପାରିଲୁ। ବିପୁଳ ହଠାତ୍ କହି ପକେଇଲେ,
ଘରେ କାହାକୁ ଜଣେ ଦେଖୁନାହିଁ ଯେ, ମାନେ ଆପଣ କ'ଣ ଏଠି ଏକା ରହନ୍ତି? ସେ ବିପୁଳ ମୁହଁକୁ ଚାହିଁ ହସିଲେ। କହିଲେ, ସ୍ତ୍ରୀ ଲୋକଟିଏ ଏକୁଟିଆ ରହିବା ଦେଖିଲେ ସମସ୍ତଙ୍କ ଦୃଷ୍ଟିକୁ ଅଡ଼ୁଆ ଅଡ଼ୁଆ ଲାଗେ। କିଏ ଜଣେ କହିଥିଲେ, ସ୍ତ୍ରୀ ଲୋକଙ୍କର ଶୈଶବ, ଯୌବନ, ଜରା ତାଙ୍କର ବାପା, ସ୍ୱାମୀ, ପୁତ୍ର ଦ୍ୱାରା ଆଶ୍ରିତ ହୋଇ ରହିବ। କିନ୍ତୁ ସେ କଥା ଆଜି ସତ ବୋଲି ପ୍ରମାଣିତ ହୋଇପାରୁନି। ଶହ ଶହ ଝିଅ ଆଜି ପରିସ୍ଥିତି ସହ ଲଢ଼େଇ କରି ନିଜ ଗୋଡ଼ରେ ନିଜେ ଠିଆ ହେଇ ବଞ୍ଚିଛନ୍ତି। ମୁଁ ନ ବଞ୍ଚିବି କାହିଁକି? ଏଇ ଦେଖ, ସେ କଡ଼ରେ ବାଛୁରୀଟିଏ ବନ୍ଧା ହେଇଛି। ପିଣ୍ଡାରେ ଥିବା ପଞ୍ଜୁରୀରେ ଶୁଆ ରାମ ରାମ ଜପୁଛି। ଚୁଲି ପାଖରେ ପୁଷି ବିଲେଇଟି ଘୁଡ଼ୁ ଘୁଡ଼ୁ ହେଉଛି। ମୁଁ ଜମା ଏକା ନୁହେଁ, ଜମା ଏକା ନୁହେଁ ପୁଅ। ଏତିକି କହି ସେ ତଳକୁ ମୁହଁ ପୋତିଲେ। ଚିରା ଶାଢ଼ୀର କାନିରେ ମୁହଁ ପୋଛି ନେଲେ। ଟିକକ ପରେ ଢୋକ ଗିଳି କହିଲେ, ମୋ ବିଷୟରେ ଜାଣିବାକୁ ତମେ ଉତ୍କଣ୍ଠିତ ହେଲଣି। ତମ ଆଖିରେ ରହସ୍ୟାବୃତ ହୋଇ ରହିବା ମୋର ଇଚ୍ଛା ନୁହେଁ। ମୋର ପରା ସବୁ ଖୋଲାମେଲା। ଶୁଣିବ, ସାମାନ୍ୟ ବିଧବା ସ୍ତ୍ରୀ ଲୋକଟିଏ ମୁଁ। କିନ୍ତୁ ବୈଧବର ନିଦାରୁଣ ଧକ୍କା ମୋତେ ଭାଙ୍ଗି ଦେଇ ପାରିଲାନି। ଓଲଟି ଦୁର୍ଦ୍ଦାନ୍ତ ଆଶା ନେଇ ବଞ୍ଚି ରହିଲା ମୋର 10 ବର୍ଷର ଛେଉଣ୍ଡ ପୁଅଟି ଭିତରେ। ପୁଅକୁ ଉଚ୍ଚଶିକ୍ଷା ଦେଇ ଠିଆ କରାଇବାକୁ ରକ୍ତକୁ ପାଣି କରିଦେଲି। ହେଲେ କଲେଜରେ 4 ବର୍ଷ ଭିତରେ ପୁଅ ବନିଗଲା ପୁରା ଅମଣିଷ। ସାଙ୍ଗ ମେଳରେ ଗଞ୍ଜେଇ, ଭାଙ୍ଗ, ମଦ, ନିଶାବଟିକା ସବୁଥିରେ ତାର ଦଖଲ ଆସିଗଲା। ରାତି ରାତି ଧରି ବାହାରେ ରହିଲା। ବିଏ ପରୀକ୍ଷା ବି ଦେଲାନି, ପଢ଼ା ଛାଡ଼ିଦେଲା। ପୁଅକୁ ବୁଝେଇ ବୁଝେଇ ଥକିଲି, ବାଟକୁ ଆଣିପାରିଲିନି। ଶେଷକୁ ଭାବିଲି, ହାତକୁ 2 ହାତ କରିଦେଲେ ମନ ତାର ଘର ଧରିବ। ଭଗବାନଙ୍କର ଇଚ୍ଛା ସତେ ଆଶ୍ଚର୍ଯ୍ୟ ପୁଅ। ବୋହୂଟା ମୋର ବିଚକ୍ଷଣ ପିଲା। ମାସ 2ଟାରେ ପୁଅ ଠିକ୍ ବାଟକୁ ଆସିଗଲା। ନିଜକୁ ଚିହ୍ନିଲା, ସଂସାରକୁ ଚିହ୍ନିଲା। ଏବେ ସେ ସହରରେ ଜଣେ ଜଣାଶୁଣା ଲୋକ। କୋଠା, ମୋଟର ସାଇକେଲ, ଚାକର ବାକର, ପୁଣି ଘର ତୋଳା ଚାଲିଛି। ବ୍ୟବସାୟ ବଢ଼ୁଛି। ଅନ୍ୟ ସହରରେ ପୁଣି କଣ୍ଟ୍ରାକ୍ଟ ନେଇଛି। ମୁଁ ଯେ ଜୀବନରେ କିଛି ପାପ କରିନାହିଁ ପୁଅ। ମୋର ପୁଣ୍ୟ ମୋର ପୁଅ ନବନି? ମୋ ପୁଣ୍ୟ ତାକୁ ଘଣ୍ଟ ଘୋଡ଼େଇ ରଖିବ, ନିଶ୍ଚୟ ରଖିବ। ନା ନ ଜାଣିଲେ ମଧ୍ୟ ତାଙ୍କ ପୁଅକୁ ଆମେ ଠିକ୍ ଅନୁମାନ କରିନେଲୁ। ଛାତି ଭିତରେ ମନ୍ଥି ହେଲା ପରି କ'ଣ ଯେମିତି ଖେଞ୍ଚିଲା। ବିପୁଳ କହି ପକାଇଲା, ଆପଣ ପୁଅ ପାଖରେ ରହନ୍ତି ନାହିଁ କାହିଁକି? ସେ ସେମିତି ହସିଲେ। କହିଲେ, ଜାଣେ, ଏଇ ପ୍ରଶ୍ନ ତୁମେ ପଚାରିବ। ସମସ୍ତେ ପଚାରନ୍ତି। ପୁଅ ପାଖେ ନ ରହିଲ ତ କ'ଣ ହେଇଗଲା ସେଠୁ? କେଉଁଠି କ'ଣ ଲେଖା ହେଇଛି ପୁଅ ଘରେ ମା ରହିବ, ରହିଥିବ ସବୁଦିନ? ପୁଅ କ'ଣ ମୋତେ ଘରେ ରଖନ୍ତାନି କି? ଅସଲ କଥା, ମୁଁ ତା ଘରେ ଚଳିପାରିଲିନି। ମୋର କ'ଣ ବଦଗୁଣ କମ୍ କି? ମୋର ପରା ସବୁ ଖୋଲାମେଲା, ବନ୍ଧବାଡ଼ କିଛି ନାହିଁ। ମୁଁ ଭାବିଲି ବରଂ ଇଏ ଭଲ। ବୋହୂ ସୁଖରେ ରହିବାକୁ ଚାହେଁ, ରହୁ। ତା ସଂସାରରେ ମୁଁ କିଏ କଣ୍ଟା ହେଇ ରହିବି? ମୋର ବା ଆଉ କେତେ ଦିନ? ଗୋଟାଏ ବୋଲି ତ ପେଟ। ଏକା ଏକା ପୁଅକୁ ଏଡ଼େ ବଡ଼ କଲି। ମୋ ପେଟକୁ 2 ମୁଠା ଭାତ ଯୋଗାଇ ପାରିବିନି? ସେଇଠୁ ପୁଅ ପିଲାଙ୍କୁ ଧରି ଚାହାଳିଟିଏ କଲି। କଷ୍ଟେ ମଷ୍ଟେ ଚଳିଯାଏ। ଦଳ ଦଳ ପିଲା ଆସି ପୁଣି ଯାଆନ୍ତି। ସେମାନଙ୍କ ଭିତରେ ମୁଁ ବଞ୍ଚିଯାଏ। ଏଇ ଗାଈ, ବାଛୁରୀ, ପୁଷି, ଶୁଆ ଆଉ ମୋର ସେଇ ପିଲା ପଞ୍ଜାକ, ଏଇମାନଙ୍କ ଗହଣରେ ଜୀବନଟା କେତେ ଛୋଟ ହେଇଯାଏ। ସେ ଉଠି ଚାଲିଗଲେ ଘର ଭିତରକୁ। ଘର ସାରା ଏକଡ଼ ସେକଡ଼ ହେଇ କ'ଣ ଯେମିତି ଖୋଜିବାରେ ଲାଗିଲେ। କେତେ ସମୟ ଆମେ ତାଙ୍କୁ ଥକ୍କା ହେଇ ଚାହିଁ ବସିଥାଉ। କେତେବେଳକୁ ସେ ଆସିଲେ। ସେମିତି କାଣ୍ଟିଆ ଚଦରଟି ଘୋଡ଼ି ହେଇଥାନ୍ତି। ଆମ ପାଖେ ଠିଆ ହେଇ କହିଲେ, ଘରେ କିଛି ଟିକେ ବି ନାହିଁ। କ'ଣ ତୁମକୁ ଖାଇବାକୁ ଦେବେ? ମନ ତ ସବୁବେଳେ ହୁଏ ତମ ଭଳି ପିଲାମାନଙ୍କୁ ଡାକି ଖୁଆନ୍ତି, କିଛି ହେଲେ କରିଦିଅନ୍ତି। ତାପରେ ଢୋକ ଗିଳି ସେ କହିଲେ, ଚାଟଟିଏ କାଲି ବାରି ପିଜୁଳି 2ଟା ଆଣିଦେଇଥିଲା। ଆମ ଟୋକାଟାର ଭାରି ମନ ଆସିବାକୁ ମୋ ପାଖକୁ। ହେଲେ ବାପା ମାଆଙ୍କୁ ଭାରି ଡର। ତାଙ୍କର ପହରା ଭିତରୁ ମୁକୁଳି ପାରିଲେ ତ। ହଉ, ଏ 2ଟି ନିଅ ପୁଅ, ତମେ ଖାଅ। ନାତି ଖାଇଥାନ୍ତା, ତମେ ବି ତ ମୋର ପୁଅ। ସେ ପିଜୁଳି ବଢ଼େଇ ଦେଲେ। ସ୍ନେହର ବଶ ହେବାକୁ ଆମକୁ
ଆଦୌ ବିଳମ୍ବ ହେଲା ନାହିଁ। ବିପୁଳ ପିଜୁଳିଟା ଛଡ଼ାଇ ନେଲା ପରି ଖାଇବାରେ ଲାଗିଲା ଖୁସିରେ। ଆମର ଖାଇବା ଦେଖି ସତରେ ସେ ଭାରି ଖୁସି ହେଲେ। ହସି ହସି କହିଲେ, ମୁଁ ସେଇଥିପାଇଁ କହେ, ମୁଁ ଜମା ଏକା ନୁହେଁ। ବଡ଼ ବଡ଼ ପିଜୁଳି ଦିଟା ଆମେ ଖାଇବାରେ ଲାଗିଲୁ। ସେ ଆମକୁ ଚାହିଁ ଚୁପ୍ କରି ବସିଥିଲେ। କେତେବେଳକେ ସେ ହଠାତ୍ କହିଲେ, କେବେ କେଉଁ ଯୁଗରେ କୁରୁକ୍ଷେତ୍ରରେ ଧର୍ମଯୁଦ୍ଧ ଲାଗି ରହିଥିଲା। ସେ ଯୁଦ୍ଧ ସରିଲେ ମଧ୍ୟ ଧର୍ମର ଯୁଦ୍ଧ କେବେ ଶେଷ ହେଇନି, ଶେଷ ହୁଏ ନାହିଁ। ଏବେ ବି ସେ ଯୁଦ୍ଧ ଲାଗି ରହିଛି। ସେଇ ଧର୍ମଯୁଦ୍ଧର ପିମ୍ପୁଡ଼ିଟିଏ ମୁଁ, ଗୁଣ୍ଡୁଚିଟିଏ ମୁଁ। ଚାଲିଛି ତ ପୁଅ, ଦେଖ, ତଥାପି ମୁଁ ବଞ୍ଚିଛି। ଏତିକି କହି ସେ ତାଙ୍କ ଦେହରୁ କାଣ୍ଟିଆ ଚଦରଟି କାଢ଼ିଦେଲେ। ଆମେ ଦୁହେଁ ଏକାବେଳକେ ଚିତ୍କାର କଲା ପରି ପାଟି କରି ଉଠିଲୁ। କ'ଣ ଆମେ ଦେଖୁଛୁ? ଏ କି ଦୃଶ୍ୟ! ଭୟ କରୁଛୁ କି ବାପା? ସେ କହିଲେ। ମୋ ଗଳା ଜମାଟ ବାନ୍ଧି ଯାଇଥିଲା। ଗଳା ଝାଡ଼ି କହିଲି, କିନ୍ତୁ ଏ ଦୁର୍ଘଟଣା କିପରି ଘଟିଲା? କେଉଁଠି? କେବେ? ସେ ଏଥର କାଣ୍ଟିଆ ଚାଦରଟି ଦେହରେ ଘୋଡ଼େଇ ହୋଇ ପଡ଼ିଲେ। କହିଲେ, ଏ ଦୁର୍ଘଟଣା ତ ଜୀବନ ଆରମ୍ଭରୁ ପୁଅ, ଜୀବନର ଆରମ୍ଭରୁ। ତାଙ୍କର ଆଖି ଛଳଛଳ ହେଇ ଉଠିଲା। ସେ ପୁଣି କହି ଚାଲିଲେ, ବାପା ଥିଲେ କଲିକତାର ସାଧାରଣ ଶ୍ରମିକ। ସେଇଠି ମୋର ପିଲାଦିନ କଟିଛି। ବିଭାଘର ହେଇଗଲା। ଟ୍ରେନରେ ଆମେ ପୁରୀ ଫେରୁଥିଲୁ। ବରଯାତ୍ରୀ ଦଳ ଓ ତାଙ୍କ ସହ ମୁଁ ବହୁ ବେଶରେ ଟ୍ରେନରେ ବସିଥାଏ। ରାତି ଟ୍ରେନ, ଝରକା ପାଖେ ମୁଁ ଆଉଜି ବସିଥାଏ। କେତେବେଳକେ ଆଖି ଲାଗିଯାଇଛି। କେଉଁ ଷ୍ଟେସନ ମୁଁ ଜାଣେ ନା। କିଏ ସେ ଡକାୟତ ମୁଁ ଦେଖିନାହିଁ। ଝରକାରେ ହାତ ଭରା ଦେଇ ବସିଥିଲି। ଗୋଟାଏ ଚୋଟରେ ହାତ କାଟି ନେଇଗଲା। ହାତ ଭର୍ତ୍ତି ମୋର ସୁନା ଗହଣା। ସେ ଟିକିଏ ରହି କହିଲେ, ସୁନା ଗହଣା ଥିବା ହାତଟିକୁ କାଟି ନେଇ ଡକାୟତ ଚାଲିଗଲା। କିନ୍ତୁ ବିଚରା ଜୀବନଯାକ ମୋତେ ଦଣ୍ଡ ଦେଇ ସେ କ'ଣ ପାଇଲା? ସେ ସବୁ ଗହଣା ଥିଲା ଇମିଟେସନର। ତାକୁ ଇମିଟେସନ ଗହଣା ଦେଇ ଠକିଦେଲି ସିନା, ହେଲେ ନିଜେ ଠକିଗଲି ନିଜ ପାଖରେ, ନୂଆ ଗଢ଼ିବାକୁ ଯାଉଥିବା ସଂସାର ପାଖରେ, ଗୋଟାଏ ବନ୍ୟା ତୁରା ଜଣର ମନ ପାଖରେ। ମୁଁ ନିଜେ ହେଇଗଲି ଇମିଟେସନ। ତାଳି ପକାଇ ପକାଇ ସେ ସଂସାରକୁ ମୁଁ ଜଣାଇଥିଲି ଯେ ମୁଁ ନିଜେ କେବେ ବି ଇମିଟେସନ ନୁହେଁ। କିନ୍ତୁ ଶେଷ ଯାଏ ସେ ବୁଝିଛନ୍ତି କି ନା ମୁଁ ତା ଜାଣେ ନା। ସେ ଗୁମ୍ ଖାଇଗଲେ। ରହିଲେ କିଛି ସମୟ। ତାଙ୍କ ମୁହଁକୁ ଚାହିଁ ଅନେକ କହିବାକୁ ଥିବା କଥା ମୁଁ କହିପାରିଲିନି। ଆମେ ଦୁହେଁ କେବଳ ହାଁ କରି ଚାହିଁଥିଲୁ। କେତେବେଳକେ ସେ ଆମ ଦୁହିଁଙ୍କ ହାତ ତାଙ୍କର ଗୋଟେ ହାତରେ ମୁଠାଇ ଧରି କହିଲେ, ପୁଅ, କାଲି ଆସିବ। ମୋ ଘରେ ମୁଠିଏ ହବିଷ ଭାତ ଖାଇଯିବ। ହବିଷ କରି କେହି ଅତିଥିଙ୍କୁ ନ ଖୋଇଲେ ଧର୍ମହାନି ହୁଏ। ମୋ ପୁଅ ନାତିଙ୍କୁ ତ ଖୋଇବାର ଭାଗ୍ୟ ମୋର ନାହିଁ। କହୁ କହୁ ଅଟକି ଗଲେ। କହିଲେ, କ'ଣ କହୁଛ? କାଲି ଆସିବ?